ଦେଖ କେମିତି ପାଚିଛି କିଏ କିଏ ଖାଇଲେଣି। ମୋତେ ଆଜି ବହୁତ ଖାଇବାକୁ ଇଚ୍ଛା ହେଉଛି। ଫାଇନାଲି ସେ ତାକୁ ପାଡ଼ି ଖାଇବା। ଫାଇନାଲି ମୁଁ ୟାକୁ ନେଇ ଆସିଲି। ଦେଖୁନ କେତେ ସୁନ୍ଦର ଦେଖାଯାଉଛି। ଆଉ ଏଇଟା ହେଉଛି ଅରିଜିନାଲ, ନା ସାର ନା କେମିକାଲ। ଏପଟେ ମୁଁ ଗୋଟେ ପ୍ଲେଟ୍ରେ ଲଙ୍କା ଲୁଣ ରେଡ଼ି କରି ରଖିଛି। ଏବେ ଆସିଲା ଛଡ଼େଇବାର ପାଳି। ଛଡ଼େଇ ସାରିଲା ପରେ ଆମେ ଚୋପାକୁ ଜମା ଫୋପାଡ଼ିବା ନାହିଁ ବୋଲି ମୁଣ୍ଡ ଟଙ୍ଗାରେ କହିବି ଦେଇଛି। ତାକୁ ମୁଁ କେତେ ଯତ୍ନରେ ଉପରେ ଚୁପକେଇକି ରଖୁଛି ଦେଖୁନ। ୟାର ଔଷଧୀୟ ଗୁଣ ରହିଛି। ତାକୁ ଯଦି ଆମେ ଶୁଖିଗଲା ପରେ ଗ୍ରାଇଣ୍ଡିଙ୍ଗ କରିକି ମୁହଁରେ ଲଗାଇବା, ମୁହଁ ଆମର କାଚ ପରିଷ୍କାର ଚକଚକ କରିବ। ଦେଖିବା କଥାଟା କେତେ ଦୂର ସତ। ମୁଁ ବି ଲଗେଇକି ବି ଦେଖେ। ଛଡ଼େଇକି ରେଡ଼ି କରି ନେଇଗଲି। ଏଇଟା ହେଉଛି ମୋର ବସିବା ଜାଗା। ଆପଣ ଏମିତି ଜାଗାରେ କେବେ ବସିକି କମଳା ଖାଇଛନ୍ତି କି? ଯଦି ହଁ ତାହେଲେ କମେଣ୍ଟରେ ୟେସ୍ ଲେଖିବେ। ଖରା ଆଡ଼େ ପିଠିଟା ଦେଇକିରି ଏମିତି କମଳା ଖାଇବାର ମଜା କିଛି ନିଆରା ଥାଏ। ଆପଣମାନେ କେବେ ଟ୍ରାଏ କରିଛନ୍ତି କି? ଏଇଟା ଥିଲା ମୋର ଫାର୍ଷ୍ଟ ବ୍ଲଗ୍। ଏବେ ଆପଣମାନେ ବ୍ଲଗ୍ ଦେଖିବାକୁ ଚାହିଁବେ କି? ଯଦି ହଁ ତାହେଲେ କମେଣ୍ଟରେ ବ୍ଲଗ୍ ଲେଖିବେ। ତେବେ ଆଜି ପାଇଁ ରହୁଛି। ପୁଣି ଦେଖିବା ଗୋଟେ ନୂଆ ବ୍ଲଗ୍ରେ। ଜୟ ଜଗନ୍ନାଥ।